ସାଙ୍ଗମାନେ, ଆଜିର କାହାଣୀଟି ଆରମ୍ଭ କରିବା ପୂର୍ବରୁ ଆପଣମାନେ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଚାଲନ୍ତୁ ଆଜିର କାହାଣୀଟି ଆରମ୍ଭ କରିବା। ପିଣ୍ଟୁ ଆଉ ରମେଶ ଦୁଇଜଣ ଭଲ ସାଙ୍ଗ ଥିଲେ। ସେମାନେ +2ରେ ପାଠ ପଢ଼ନ୍ତି। ହେଲେ ରାତିରେ ସେମାନେ ଘରେ କାହାକୁ କିଛି ନ କହି ଘର ବାହାରକୁ ଚାଲି ଆସନ୍ତି। ତାଙ୍କୁ ରାତିରେ ବୁଲିବାକୁ ଭଲ ଲାଗେ। ଗୋଟେ ଦିନ ତାଙ୍କ କଲେଜର ସାଙ୍ଗମାନଙ୍କ ସାଥିରେ ସେମାନେ ବୁଲିବା ପାଇଁ ଆସିଥିଲେ ହାଇଦ୍ରାବାଦ। ସେଠି ସେମାନେ ଗୋଟେ ହୋଟେଲରେ ରହିଥିଲେ। ହେଲେ ସେଦିନ ରାତିରେ ପିଣ୍ଟୁ ଆଉ ରମେଶ ସାଙ୍ଗରେ ଘଟିଲା ଏକ ଅଘଟଣ। ଆସନ୍ତୁ ଜାଣିବା ସେଦିନ ରାତିରେ ତାଙ୍କ ସହିତ କ'ଣ ଘଟିଥିଲା। ସେଦିନ ରାତିରେ ପିଣ୍ଟୁ ଆଉ ରମେଶ କାହାକୁ କିଛି ନ ଜଣେଇ ଚାଲି ଆସିଥିଲେ ହୋଟେଲ ବାହାରକୁ। ବାହାରେ ବୁଲିଲା ସମୟରେ ସେମାନେ ଦେଖିଲେ ଯେ ତାଙ୍କ ହୋଟେଲ ପାଖରେ ଗୋଟେ ବଡ଼ ବଙ୍ଗଳାଟେ ଥିଲା। ଆଉ ସେ ବଙ୍ଗଳାଟି ପୁରା ଭୂତ ବଙ୍ଗଳା ଭଳି ଦେଖାଯାଉଥିଲା। ଆଉ ତା ଠିକ୍ ସାମ୍ନାରେ ଗୋଟେ ମଉସା ଛୋଟ ଚା ଦୋକାନଟେ ଦେଇଥିଲେ। ପିଣ୍ଟୁ ଆଉ ରମେଶ ସେଇ ଦୋକାନରେ ଚା ପିଇବା ପାଇଁ ପହଞ୍ଚିଗଲେ। ଚା ପିଇଲା ସମୟରେ ରମେଶ ଚା ଦୋକାନୀ ମଉସାଙ୍କୁ ପଚାରିଲା କି ହାଇଦ୍ରାବାଦରେ ଏମିତି କେଉଁ ଫେମସ୍ ଜାଗା ଅଛି ଯାହା ଆମେ ଦୁଇ ସାଙ୍ଗ ବୁଲିବା ପାଇଁ ସେଠାକୁ ଯିବୁ। ଦୋକାନୀବାଲା ମଉସା କହିଲା, ତମେ ଯେଉଁଠିକି ବୁଲିବା ପାଇଁ ଯାଉଛ ଯାଅ, ହେଲେ ସାମ୍ନାରେ ଥିବା ସେ ଭୂତ ବଙ୍ଗଳାକୁ କେବେ ହେଲେ ଯିବ ନାହିଁ। କାହିଁକି ନା ସେ ଖାଲି ବଙ୍ଗଳା ନୁହେଁ, ସିଏ ହାଇଦ୍ରାବାଦର ସବୁଠୁ ଭୟଙ୍କର ବଙ୍ଗଳା। ଏକଥା ଶୁଣି ପିଣ୍ଟୁ ଆଉ ରମେଶର ଆଖିରେ ନିଦ ହଜିଗଲା। ସେମାନେ ଦୁଇଜଣ ସେ ବଙ୍ଗଳା ଭିତର ରହସ୍ୟ ଜାଣିବା ପାଇଁ ବ୍ୟାକୁଳ ହେଲେ। ତାପରେ ସେ ଦୁଇଜଣ ସେ ବଙ୍ଗଳା ଭିତରକୁ ଯିବାକୁ ଲାଗିଲେ। ବଙ୍ଗଳା ପାଖରେ ପହଞ୍ଚିଲା ବେଳକୁ ତାଙ୍କର ପଛପଟୁ କିଏ ତାଙ୍କୁ ଡାକୁଥିଲା, ଆରେ ସେଠି କିଏ କିଏ ସେଠି? ସେମାନେ ଯେତେବେଳେ ପଛପଟକୁ ବୁଲି ଦେଖିଲେ ଯେ ପଛପଟେ ଠିଆ ହୋଇଥିଲା ସେ ବଙ୍ଗଳାର ସିକ୍ୟୁରିଟି ଗାର୍ଡ଼। ସିକ୍ୟୁରିଟି ଗାର୍ଡ଼ କଥା ନ ଶୁଣି ଦୁଇ ସାଙ୍ଗ ଭୂତ ବଙ୍ଗଳା ଭିତରକୁ ଚାଲିଗଲେ। ବଙ୍ଗଳା ଭିତର ପୁରା ସୁନସାନ ଥିଲା। ସେହି ସମୟରେ ଉପର ରୁମ୍ରୁ ବହୁ ଜୋରରେ ଶବ୍ଦ ଶୁଭାଗଲା। ସାଙ୍ଗେ ସାଙ୍ଗେ ଦୁଇ ସାଙ୍ଗ ଉପର ରୁମ୍କୁ ଗଲେ। ଉପର ରୁମ୍ଟି ପୁରା ଭୟଙ୍କର ଥିଲା। ସେହି ସମୟରେ ପିଣ୍ଟୁର ନଜର ପଡ଼ିଲା ସେ ଘରର ଝରକା ଉପରେ। ସେଠି ସେମାନେ ଯାହା ଦେଖିଲେ ତାହା ସେମାନେ ବିଶ୍ୱାସ କରିପାରିଲେ ନାହିଁ। କାହିଁକି ନା ସେଠି ଗୋଟେ ଝିଅ ତଳକୁ ଡେଇଁବା ପାଇଁ ଝରକା ପାଖରେ ଠିଆ ହୋଇଥିଲା। ପିଣ୍ଟୁ ସେ ଝିଅକୁ ବଞ୍ଚେଇବା ପାଇଁ ତା ପାଖକୁ ଦୌଡ଼ିକି ଗଲା। ତା ପାଖରେ ପହଞ୍ଚି ସେ ଯେମିତି ତା ହାତକୁ ଧରିଛି, ଦେଖୁ ଦେଖୁ ସେ ଝିଅଟି ଗୋଟେ ହାଡ଼ବାଇର ରୂପ ନେଲା। ଏସବୁ ଦେଖି ପିଣ୍ଟୁ ବେହୋସ ହୋଇ ସେଇ ଝରକାରୁ ତଳକୁ ଖସି ପଡ଼ିଲା। ତା ପାଖରେ ଠିଆ ହୋଇଥିବା ତା ସାଙ୍ଗ ରମେଶ ପୁରା ମୂକ ହୋଇସାରିଥିଲା। ଏସବୁ ଦୃଶ୍ୟ ଦେଖି ତା ଗୋଡ଼ ହାତ ପୁରା ଥରୁଥାଏ। ହେଲେ ଏବେ ବି ସେ ହାଡ଼ବାଇ ସେଇ ଝରକା ପାଖରେ ସେମିତି ଠିଆ ହୋଇଥିଲା। ରମେଶ ପଛୁଆ ପଛୁଆ ଦୁଇ ପାଦ ପଛକୁ ଆସି ଯେବେ
ବଙ୍ଗଳା ଭିତରୁ ବାହାରକୁ ଆସିବା ପାଇଁ ପଛକୁ ବୁଲିଛି, ସେ ଦେଖିଲା ଯେ ତାକୁ ବହୁତ ସାରା ହାଡ଼ବାଇ ଘେରି ଯାଇଥିଲେ। ରମେଶ ଯେମିତି ସେମିତି କରି ସେ ବଙ୍ଗଳା ଭିତରୁ ବାହାରକୁ ଦୌଡ଼ିବାକୁ ଲାଗିଲା। ହେଲେ ତା ପଛରେ ବି ସବୁ ହାଡ଼ବାଇ ଗୋଡ଼େଇବାକୁ ଲାଗିଲେ। ସେହି ସମୟରେ ରମେଶ ଦେଖିଲା ଯେ ସେଇ ବଙ୍ଗଳାର ସିକ୍ୟୁରିଟି ଗାର୍ଡ଼ ତଳେ ଛିଡ଼ା ହୋଇଛି। ରମେଶ ସିକ୍ୟୁରିଟି ଗାର୍ଡ଼କୁ ଚିତ୍କାର କରି ଡାକିଲା, ହେଲେ ସେ ସିକ୍ୟୁରିଟି ଗାର୍ଡ଼ କିଛି ବି ରିଆକ୍ଟ କଲା ନାହିଁ। ରମେଶ ସିକ୍ୟୁରିଟି ଗାର୍ଡ଼ ପାଖରେ ପହଞ୍ଚି ରମେଶ ଯେମିତି ସିକ୍ୟୁରିଟି ଗାର୍ଡ଼ର କାନ୍ଧରେ ହାତ ରଖିଛି, ସିକ୍ୟୁରିଟି ଗାର୍ଡ଼ ରମେଶ ଆଡ଼କୁ ଯେମିତି ଦେଖିଛି, ରମେଶ ପାଦ ତଳୁ ମାଟି ଖସିଗଲା। କାହିଁକି ନା ସେ ସିକ୍ୟୁରିଟି ଗାର୍ଡ଼ର ମୁହଁ ପୋଡ଼ି ତାର ଖପୁରି ଦେଖାଯାଉଥିଲା। ରମେଶ ଏମିତି ଭୟାନକ ଚେହେରା କେବେ ଆଗରୁ ଦେଖିନଥିଲା। ସେହିଠାରେ ରମେଶ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲା। ସକାଳ ହେଲା ପରେ ତାର କଲେଜର ସାଙ୍ଗମାନେ ତାଙ୍କ ଦୁଇ ସାଙ୍ଗକୁ ଖୋଜାଖୋଜି କଲାବେଳେ ସେଇ ବଙ୍ଗଳା ସାମ୍ନାରେ ତାଙ୍କ ଦୁଇ ଜଣଙ୍କର ଗୋଡ଼ ହାତ ଖଣ୍ଡିଆ ହୋଇଥିବା ଅବସ୍ଥାରେ ତାଙ୍କୁ ପାଇଲେ। ପିଣ୍ଟୁ ଆଉ ରମେଶ 2 ଦିନ ଧରି ମେଡ଼ିକାଲରେ ଟ୍ରିଟମେଣ୍ଟ ହେଲେ। ଯେତେବେଳେ ପିଣ୍ଟୁ ଆଉ ରମେଶ ତାଙ୍କ ସହିତ ଘଟିଯାଇଥିବା ରାତିର ଘଟଣା ସମସ୍ତଙ୍କୁ କହିଲେ, ସେତେବେଳେ ପିଣ୍ଟୁ ଆଉ ରମେଶ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। କାହିଁକି ନା ବଙ୍ଗଳା ସାମ୍ନାରେ ଥିବା ଚା ଦୋକାନ ସେଠାରେ ଆଗରୁ କେବେ ବି ନଥିଲା। ସିକ୍ୟୁରିଟି ଗାର୍ଡ଼ ବି ସେହି ବଙ୍ଗଳା ସାମ୍ନାରେ ନିଆଁରେ ଜଳି ସେଠାରେ ମରିଯାଇଥିଲା। ସେଇଦିନଠାରୁ ପିଣ୍ଟୁ ଆଉ ରମେଶ ରାତିରେ କେବେ ହେଲେ ବାହାରକୁ ବାହାରିଲେ ନାହିଁ। ତ ଫ୍ରେଣ୍ଡସ୍, ଏହି କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି।